ମୁଁ ଆଜି ପ୍ରସ୍ତୁତ କରୁଛି ଭେଜ୍ ବିରିୟାନୀ। ହ୍ୟାଲୋ ଫ୍ରେଣ୍ଡସ୍, କେତେ ସୁନ୍ଦର ଖିଲି ଖିଲି ବିରିୟାନୀ ହେଇଛି। ଆମେ କିପରି ପ୍ରସ୍ତୁତ କଲେ ଦେଖେଇବା। ମୁଁ ଏଠି ବାସମତୀ ଚାଉଳ ନେଇଛି। ଚାଉଳକୁ ଭଲ ଭାବରେ ଧୋଇ ଦେଇଛି। ଯେଉଁ ଇଏରେ ହେଲେ ବି ଭେଜ୍ ବିରିୟାନୀ ପାଇଁ ବାସମତୀ ବିରିୟାନୀ ରାଇସ୍ ଆମେ ଲଙ୍ଗ୍ ରେନ୍ର ଆମେ ନେବା। ତାକୁ 2ରୁ 3 ଥର ଆମେ ଧୋଇଦେବା। ତା ପାଣି ଚେଞ୍ଜ କରିଦେବା। କରିଦେଇକି ତାକୁ ଅଧଘଣ୍ଟା ପାଇଁ ବତୁରେଇକି ରଖିଦେବା। କାହିଁକିନା ତାକୁ ଆଉ ହାତ ମାରିକି ଧୋଇବାନି, ତାକୁ ପୁରା ରଖିଦେବା ସେଇ ଟାଇପ୍ର। ମୁଁ ଏଠି କ୍ଷୀର ନେଇଛି, ଉଷୁମ କ୍ଷୀର। ସେଥିରେ କିଛି ଆମେ କେଶର ପକାଇକି କିଛି ସମୟ ପାଇଁ ଆମେ ରଖିଦେବା। ଯେହେତୁ କେଶରଟା ତା'ର ରଙ୍ଗ ଛାଡ଼ିବ କ୍ଷୀରରେ, ଆଉ ବାସ୍ନା ବି ଛାଡ଼ିବ। ସେଥିପାଇଁ ଆମେ କିଛି ସମୟ ଢାଙ୍କିକି କ୍ଷୀରରେ କେଶର ପକାଇବା। ମୁଁ ଏଠି ପରିବା ସବୁ ନେଇଛି, ଯେଉଁ ପରିବାକୁ ସବୁ କାଟିଛି। ଆଉ ଏ କେଶର କ୍ଷୀର ଗୋଟେ ଢାଙ୍କିକି ରଖିଦେଇଛି। ମୁଁ ଗୋଟେ ଜାର୍ ନେଇଛି, ମିକ୍ସି ଜାର୍। ସେଥିରେ ରସୁଣ ଆଉ ଅଦା, ଶୁଖିଲା ଲଙ୍କା, ଆପଣ ଯେତିକି ଖାଇବେ ସେଇ ଅନୁସାରେ ନେବେ। ମୁଁ ଗୋଟେ ଶୁଖିଲା ଲଙ୍କା ପକାଇଛି। ଆଉ ବହୁତ ରାଗ ଅଛି। ଜିରା ନେଇଛି 1 ଚାମଚ। ଆଉ ଟିକେ ପାଣି ଦେଇକି ତାକୁ ଗୋଟେ ପେଷ୍ଟ ପ୍ରସ୍ତୁତ କରିଛି। ମୁଁ ଏଠି ପିଆଜକୁ ସବୁ 6ଟା ପିଆଜ କାଟିଛି, ପିଆଜ ବିରିସ୍ତା ବନେଇବା ପାଇଁ। ଆଉ ପରିବା ସବୁ କାଟିଛି। ମୁଁ ଏଠି ସବୁ ପରିବା ନେଇଛି, ବେବିକର୍ନ, ମସରୁମ୍, ପନିର, ଗାଜର, ଆଳୁ, ଗୋବି, ମଟର, ବିନ୍ସ ସବୁକୁ ନେଇଛି। ଆପଣ ଚାହିଁଲେ ଯେଉଁ ପରିବା ଥିବ ସେଇଥିରେ କରିପାରିବେ। ମୁଁ ଏଠି ତେଲ ନେଲି। ଏଠି ତେଲ ନେଇକି ପିଆଜ ଯେଉଁ କାଟିଥିଲି, ତେଲ ଗରମ ହୋଇଗଲା ପରେ ପିଆଜ କିଛି କିଛି ପକାଇଲି। ଆପଣ ଏକାଥରେ ସବୁ ପିଆଜକୁ ପକାଇବେନି। କିଛି କିଛି ପିଆଜ ଅଳ୍ପ ଅଳ୍ପ କରିକି ତାକୁ ଆମେ ଗୋଲ୍ଡେନ୍ ବ୍ରାଉନ୍ କଲା ପର୍ଯ୍ୟନ୍ତ ଭାଜିବା। ଯଦି ଟିସ୍ୟୁ ପେପର ନେଇକି ତା ତଳେ ବି ଯଦି ତେଲ ଛାଡ଼ୁନଥିବ, ଟିସ୍ୟୁ ପେପର ନେଇକି ଆମେ ତଳେ ରଖିକି ପିଆଜଟାକୁ ଆମେ ଝୁରଝୁର ଟାଇପ୍ର ପ୍ରସ୍ତୁତ କରିବା। ମୋର ଆଉ ଥରେ ସେକେଣ୍ଡ ଟାଇମ୍ ପୁଣି ପିଆଜ ଥିଲା, ସେଇ ପିଆଜକୁ ତେଲରେ ପକାଇକି ତାକୁ ଭାଜିଲି। ଆମେ ଯେମିତି ଗୋଲ୍ଡେନ୍ ବ୍ରାଉନ୍ ହୁଏ, ପିଆଜ ଗୋଲ୍ଡେନ୍ ବ୍ରାଉନ୍ କଲା ପର୍ଯ୍ୟନ୍ତ ଆମେ ଭାଜିବା। ପିଆଜକୁ ଏମିତି ଟାଇପ୍ର ପୁରା ତାକୁ ଛଙ୍କାରେ କାଢ଼ିଦେବା। ତେଲ ବି ନିଗିଡ଼ିଯିବ। ପିଆଜଟା ଭଲକି ଝୁରଝୁର ଟାଇପ୍ର ହୋଇଯିବ। ଏଠି ଦେଖନ୍ତୁ କେତେ ସୁନ୍ଦର ଝୁରଝୁର ଟାଇପ୍ର ପିଆଜକୁ ଗୋଲ୍ଡେନ୍ ବ୍ରାଉନ୍ କରିକି ଭାଜିଛି। ମୁଁ ଏଠି ସେଇ ତେଲରେ ମୁଁ ଏଠି ପନିର ନେଇଥିଲି, ସେଇ ପନିରକୁ ବି ମୁଁ ହାଲକା ଭାଜି ଦେଇଛି। ତାକୁ ହାଲକା ଭାଜି ଦେଇକି ମୁଁ ଏଇ ପନିରକୁ, କାହିଁକିନା ପନିର ନହେଲେ ଭାଙ୍ଗିଯିବ, ପନିରକୁ ଭାଜି ଦେଇକି ମୁଁ ଟିକେ ଉଷୁମ ପାଣିରେ ଟିକେ ଲୁଣ ଚିନି ଅଳ୍ପ ଟିକେ ଟିକେ ପକାଇକି ତାକୁ ଏମିତି ଢାଙ୍କି ଦେଇଛି, ନଖ ଉଷୁମ ପାଣିରେ। ଏଠି ମୁଁ ଗୋଟେ ବସେଇଛି, ସେଥିରେ ଭାତ ବସେଇବି ଗୋଟେ ଜାଗାରେ। ସେଥିରେ ଲୁଣ, ତେଜପତ୍ର, ଡାଲଚିନି, ଗୁଜୁରାତି, ସାହାଜିରା, ଲବଙ୍ଗ, ଗୋଲମରିଚ, ଯେଉଁ ଷ୍ଟାର ଇନିଙ୍ଗସ୍, ଆଉ ଘିଅ 2 ଚାମଚ, କେଉଡ଼ା ଜଲ 2 ଚାମଚ ପକାଇକି ଢାଙ୍କିକି କିଛି ସମୟ ପାଇଁ ରଖିଦେଇଛି। ମୁଁ ଏଠି ଗୋଟେ ନେଇଛି ଜାଗା, ସେଥିରେ ମୁଁ ତସଲା ନେଇଛି। ସେଥିରେ 3 ଚାମଚ ଦହି, ଲୁଣ, ହଳଦୀ, ଧନିଆ ଗୁଣ୍ଡ, ଭଜା ଜିରା ଗୁଣ୍ଡ, ଲଙ୍କାଗୁଣ୍ଡ, କାଶ୍ମୀର ଲଙ୍କାଗୁଣ୍ଡ 1 ଚାମଚ, ହାଫ୍ ଚାମଚ ତିଖା ଲାଲ, ଆଉ ବିରିୟାନୀ ମସଲା 1 ଚାମଚ। ଏଠି ଯେଉଁ ଭଜା ଜିରା ଗୁଣ୍ଡ ସବୁ ରଖିଥିଲି ତାକୁ ବି ନେଇକି ପକାଇଲି। ଯେଉଁ ଭଜା ପିଆଜ ପକାଇଥିଲି ତାକୁ ବି ପକାଇଲି। ସବୁ ମିଶାଇକି ରସୁଣ ଅଦା ପେଷ୍ଟକୁ ବି ପକାଇଲି। ସବୁକୁ ପକାଇକି ମୁଁ ଏଠି ଗୋଳେଇ ଦେଇଛି ଭଲକି। ତାକୁ ସବୁ ମିଶାଇ ଦେଲି। କାହିଁକିନା ଭଜା ପିଆଜ ଯେଉଁ ରଖିଥିଲି ତାକୁ ମୁଁ ପକାଇକି ତାକୁ ଗୋଳେଇ ଦେଲି। ଏଠି ମୁଁ ମସରୁମ୍, ଗାଜର, ଯେଉଁ ପରିବା ନେଇଛି ସେଇ ପରିବାକୁ ମୁଁ ଏଠି ପକାଇଛି ସବୁ। ଦେଖନ୍ତୁ କ'ଣ କ'ଣ ପରିବା ନେଇଛି। ବେବିକର୍ନ, ଫୁଲକୋବି, ବିନ୍ସ, ମଟର, ଆଳୁ ସବୁ ନେଇଛି ମୁଁ ପରିବା। ସବୁ ପରିବାକୁ ମୁଁ ଏମିତି ଭଲ ଭାବରେ ତାକୁ ଏମିତି ସବୁଗୁଡ଼ାକୁ ଗୋଳେଇ ଦେଇଛି, ଯେମିତି ତା ତଳ ଉପରେ ହେଇକି ମିଶିଯିବ। ଆପଣ ଚାହିଁଲେ ଯେଉଁ ପରିବା ଆପଣଙ୍କ ପାଖରେ ଥିବ ସେଇ ପରିବାରେ ହିଁ ଭେଜ୍ ବିରିୟାନୀ କରିପାରିବେ। ସେମିତି କିଛି ନାହିଁ ଯେ ମୁଁ ଏଇଟା ନେଲିନି ହେବନି, ସେଇଟା ନେଲିନି ହେବନି। ଯାହା ଥିବ ଆମେ ସେଇଥିରେ ଆମେ ବିରିୟାନୀ କରିପାରିବା। ତାପରେ ତାକୁ ସବୁ ମୁଁ ଗୋଳେଇ ଦେଲି। ଗୋଳେଇ ଦେଇ କିଛି ସମୟ ତାକୁ ରଖିଦେଲି। ମୁଁ ଏଠି ଗୋଟେ ପ୍ୟାନ୍ ବସେଇଲି, ଗୋଟେ କରେଇ ବସେଇଲି। ସେଇ କରେଇରେ ମୁଁ ଏଠି ଯେଉଁ ତେଲ ଭାଜିଥିଲି, ଯେଉଁ ତେଲ, ସେଇ ତେଲ ବଳିଥିଲା, ସେଇ ତେଲ ମୁଁ ପକାଇଲି। ପକାଇକି ତେଜପତ୍ର ଆଉ ଯେଉଁ ଗୁଜୁରାତି, ଡାଲଚିନି ଟିକେ ଏମିତି ପକାଇଲି। ଆଉ ପିଆଜକୁ ପକାଇଲି। 2ଟା ପିଆଜ କାଟିକି ରଖିଥିଲି, ତାକୁ ପକାଇକି ଭଲକି ଭାଜିଦେଲି। ଟିକେ ଭାଜି ହୋଇଗଲା ପରେ ମୁଁ ଯେଉଁ ଗୋଳେଇକି ରଖିଥିଲି ପରିବାକୁ, ସେଇ ପରିବାକୁ ପକାଇଦେଲି।
जेहेतु आम ताकू टिके भल भाव में गोलई देवा जेहेतु आ बिलाती गोटे रखी पकईली कहीं मुझे दही मु पकई बिलाती गोटे पकई से अनुसार देखिकी मुझे सब गोलई देली घोल किसी समय रखीदेली कहीं आम पा छाड़ दही अच्छी पा छाड़ मुझे जो मोर भात पा बसई से मोर भात फुटिला पा फुटिला भात चाउल पकईदेली भात आम 80% कुक हो गले काढ़ी ताकू देखिकी आम कर आमर 80% हो गला गोटे छंकार आम ताकू छाँकीदे भात को गालीदे देखिकी आम गाड़ा जमी टाण थी मोर ये होगला पाखापाखि तरकारीटा से मुझे पनीर जो रखी पकईकी पानी रे ताकू काढ़ी एमती पकईकी ढांकीदेली किस समय मोर ये बसई जो बिरियानी करी जो से आम ताऊपर किसी घी 2 ରୁ 3 ଚାମଚ घी आम एमती बुलेकी चारिआडे मारिदेवा जेपरी आमर चारिआडे घी लगिज माने डेक्ची देखिए आम लेयर लेयर देकी आम दम करवा आम लेयर लेयर देकी करवा मोर जो भात को छाँकी रखी से भात रू तेजपत्र आ गुजराती ये सब काढ़ी दी ए आम चाहिए लंका पकई पार तार बास्नाटा अधिक आसो मुझे चारिआडे बुलेकी भात एमती टाइप्र रही तरकारी मोर हो काढ़ीदेली काढ़ी तुली काढ़ी एमती लेयर लेयर टाइप्र देदेली मो चैनल को लाइक करेंगे नुआ होइले सब्सक्राइब करेंगे बेल आइकन को मारे ये टाइप्र मुझे तरकारी की सबुआड़े देदेली दे सारापर मुझे बिरिस्ता बा पियाज को भाजी ये टाइप्र एमती मुझे बुलेदेली चारिआडे देखिए बिरियानी मसला को एमती टाइप्र बुलेदेली आउ धनिया पत्र पुदीना पत्र को ये टाइप्र पकईदेली पुणी आम गोटे पुणी आउ थे गोटे लेयर दबा आम भात जी कर अनुसार तरकारी भात देकी आम 2 ରୁ 3ଟା लेयर कि लेयर दे पार मो पाखे जी अच्छी ये 3टा लेयर हो से अनुसार आम लेयर देकी कर आम तरकारी देले तरकारी पर एमती बिरिस्ता देदेले तापर बिरियानी मसला पुदीना पत्र घी तापर आम भात को ये टाइप्र देकी चारिआड़ को खेलईदे सबुआड़ को भात बुलेकी खेलईदे ये टाइप्र आप थे दम करके बिरियानी करूँ आ पियाज भजा आ बिरियानी मसला आ घी देकी आम एमती करके आम एमती माइक्रो ओवन ने भी ये टाइप्र कर जो रखी मु क्षीर आउ केसर से क्षीर केसर को भी एमती बुलेदेली देखिए तापर एमती फॉइल पेपर ता उपरे रखीदेली शीघ्र हो काटिदेवा काटिदे तापर एमती टाइप्र ढांकीदेवा देखिए मुझे तले तावा देती देखूँ तावा देकी आम आगे 5 मिनट जोरे दबा तापर मीडियम आंचरे 40 मिनट पाखापाखि मुझे करी देखो मोर केते सुंदर भाव में हो जाइए भात खिली खिली टाइप टे गरम अच्छी आम ये टाइप्र ताकू बाहर करवा सबको बाहर करके मुझे रायता बनईकी रखी रायता को भी दबा देकी आम समस्त खाइबा को दबा बा परसी दबा आ निजे खाइबा मो चैनल को लाइक करेंगे आगे देखिकी किपरि आपण ये टाइप्र बिरियानी करके थे खातु आ मते कमेंट रे जनइबे किपरि लागिला आपन को बिरियानी।